ଆପଣଙ୍କୁ ମୁଁ ପୁଣି ଥରେ ସ୍ୱାଗତ କରୁଛି ଓଡ଼ିଆ ଟିଭି ୟୁଟ୍ୟୁବ୍ ଚ୍ୟାନେଲରେ। ଆଜି ଆପଣଙ୍କ ପାଇଁ ଯେଉଁ ଟପିକ୍ଟା ରହିଛି ସେହି ଟପିକ୍ ହେଉଛି ସୁଭଦ୍ରା ଯୋଜନାକୁ ନେଇ। ଦେଖନ୍ତୁ, ଆପଣମାନେ ସମସ୍ତେ ଜାଣିଛନ୍ତି ଯେ କାଲି ସୁଭଦ୍ରା ଯୋଜନାର ଆଉ ଗୋଟିଏ କିସ୍ତିର ଟଙ୍କାଟି ଦିଆଯିବ, ଅର୍ଥାତ୍ ଜାନୁଆରୀ 22 ତାରିଖରେ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନା ଅଧୀନରେ ଆଉ ଗୋଟିଏ କିସ୍ତିର ଟଙ୍କା ଦିଆଯିବ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯାହାକି ସୋସିଆଲ ମିଡ଼ିଆ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି। ତେବେ ଦେଖନ୍ତୁ, କାଲି ଯେଉଁ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନା ଅଧୀନରେ ମହିଳାମାନଙ୍କୁ ଟଙ୍କା ଦିଆଯିବ, ଏହି କିସ୍ତିରେ କେଉଁ ମହିଳାମାନେ ଟଙ୍କା ପାଇପାରିବେ? ଦେଖନ୍ତୁ, ପୂର୍ବରୁ ତ ଆପଣମାନଙ୍କୁ ମୁଁ କହିଦେଇଛି ଯେ ଯେଉଁମାନେ ଆପଣଙ୍କର ନୂଆ ଆବେଦନ କରିଛନ୍ତି ତା ସହିତ ଯେଉଁମାନେ ପ୍ରଥମ କିସ୍ତି କିମ୍ବା ଦ୍ୱିତୀୟ କିସ୍ତିରେ ଟଙ୍କା ପାଇନାହାନ୍ତି ସେମାନେ ଯାହାକି ଏହି କିସ୍ତିରେ ଟଙ୍କା ପାଇବେ। ତେବେ ଦେଖନ୍ତୁ, ସେମାନେ କେମିତି କନଫର୍ମ ହୋଇପାରିବେ ଯେ ସେମାନଙ୍କୁ ଏହି କିସ୍ତିରେ ଟଙ୍କା ମିଳୁଛି କି ନାହିଁ? ଅର୍ଥାତ୍ କାଲି ଯେଉଁ ସରକାରଙ୍କ ତରଫରୁ ଟଙ୍କା ଦିଆଯିବ ସେହି କିସ୍ତିରେ ସେମାନେ ଯାହାକି ଟଙ୍କା ପାଇପାରୁଛନ୍ତି କି ନାହିଁ ସେମାନେ ଯାହାକି କେମିତି ଜାଣିପାରିବେ? ଦେଖନ୍ତୁ, ସେହିସବୁ ଜାଣିବା ପାଇଁ ଆପଣଙ୍କର ଗୋଟେ ପ୍ରୋସେସ୍ ରହିଛି। ସେହି ପ୍ରୋସେସ୍ ମାଧ୍ୟମରେ ଆପଣ ଯାହାକି ଅତି ସହଜରେ କନଫର୍ମ ହୋଇଯିବେ ଯେ ଆପଣଙ୍କୁ କାଲି ଟଙ୍କା ମିଳୁଛି, ଯାହାକି ଆପଣଙ୍କୁ ମୁଁ ଏହି ଭିଡ଼ିଓ ମାଧ୍ୟମରେ ସେ ନେଇ ପୁରା ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇଦେବି। ସେଥିପାଇଁ ଭିଡ଼ିଓଟିକୁ ବିନା ସ୍କିପ୍ କରିକି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲଟିକୁ ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଦେଖନ୍ତୁ, କାଲି ଆପଣଙ୍କୁ ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ମିଳିବ କି ନାହିଁ ତାହା ଜାଣିବା ପାଇଁ ହେଲେ ସୁଭଦ୍ରା ଯୋଜନାର ଯେଉଁ ଅଫିସିଆଲି ୱେବସାଇଟ୍ ରହିଛି ସେହି ଅଫିସିଆଲି ୱେବସାଇଟ୍କୁ ଆସିଯିବେ, ଯାହାର ଲିଙ୍କ୍ ମଧ୍ୟ ଆପଣଙ୍କୁ ମୁଁ ଏହି ଭିଡ଼ିଓ ଡେସ୍କ୍ରିପ୍ସନ୍ରେ ଦେଇଦେଇଛି। ସେଇଠୁ ଆପଣ ଏହି ପେଜ୍ଟିକୁ ରିଡାଇରେକ୍ଟ ଆସିଯିବେ। ଦେଖନ୍ତୁ, ଏହି ପେଜ୍ଟିକୁ ଆପଣମାନେ ଆସିଗଲା ପରେ ସାଇଡ଼୍ରେ ଦେଖନ୍ତୁ ଆପଣଙ୍କର ରହିଛି, ଦେଖନ୍ତୁ ମୁଁ ମାର୍କ କରିକି ଦେଖାଇ ଦେଉଛି ଆବେଦନ ସ୍ଥିତି। ଆବେଦନ ସ୍ଥିତିରେ ଆପଣ କ୍ଲିକ୍ କରିଦେବେ। ଦେଖନ୍ତୁ, ମୁଁ ଆବେଦନ ସ୍ଥିତିରେ କ୍ଲିକ୍ କରିଦେଲି। ଆବେଦନ ସ୍ଥିତିରେ କ୍ଲିକ୍ କରିଦେଲା ପରେ ଆପଣଙ୍କ ସାମ୍ନାରେ ଯାହାକି ଏମିତି ଗୋଟେ ପେଜ୍ ଓପନ୍ ହୋଇଯିବ। ଏଇଠି ଆପଣଙ୍କର ଦେଖନ୍ତୁ ଏଣ୍ଟର ଆଧାର ନମ୍ବର ଲେଖା ହେଇଛି। ଆପଣ କ'ଣ କରିବେ, ସେଇଠି ଆପଣଙ୍କର ଆଧାର ନମ୍ବରଟି ଦେଇଦେବେ। ଏଇଠି ଆପଣଙ୍କର ଗୋଟେ ବକ୍ସ ରହିଛି, এই ବକ୍ସଟି ଆପଣ ରାଇଟ୍ ଚିହ୍ନ ମାରିକି ଲଗ୍ଇନ୍ରେ ଆପଣ କ୍ଲିକ୍ କରିଦେବେ। ଦେଖନ୍ତୁ, ଏହିସବୁ ଫିଲ୍ଅପ୍ କରିକି ମୁଁ ଆପଣଙ୍କୁ ୟାର ଯେଉଁ ଷ୍ଟାଟସ୍ ରହିଛି ଷ୍ଟାଟସ୍ଟିକୁ ଓପନ୍ କରିକି ଦେଖାଇ ଦେଉଛି। ଦେଖନ୍ତୁ, ଆପଣଙ୍କ ସାମ୍ନାରେ ଏମିତି ଗୋଟେ ପେଜ୍ ଓପନ୍ ହୋଇଯିବ। ଓପନ୍ ହୋଇଗଲା ପରେ ଦେଖନ୍ତୁ, ଏଇଠି ଆପଣଙ୍କର ଲେଖା ହେଇଛି ଆର୍ଥିକ ବର୍ଷ, ଶ୍ରେଣୀ, ଇ-83 ସ୍ଥିତି, ଇ-83 ପ୍ରକାରର ସ୍ଥିତି, ତା ସହିତ ଖାରଜ ଗୁଡ଼ିକର କାରଣ ରହିଛି। ଏଇଠି ଆପଣଙ୍କର ଦେଖନ୍ତୁ ଶ୍ରେଣୀରେ ଆପଣଙ୍କର ଇୟର୍ ରହିଛି 2025-26, ତାପରେ ଆପଣଙ୍କର ଶ୍ରେଣୀରେ ରହିଛି ଆପଣଙ୍କର NFSA, ତାପରେ ଆପଣଙ୍କର ରହିଛି ଇ-83 ସ୍ଥିତି। ଆପଣଙ୍କର এই ଯେଉଁ ଇ-83 ସ୍ଥିତି ରହିଛି, এই ଇ-83 ସ୍ଥିତି ଆପଣଙ୍କର ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ଦେଖନ୍ତୁ, ଯେଉଁମାନଙ୍କର ଇ-83 ସ୍ଥିତିରେ କମ୍ପ୍ଲିଟ୍ ହେଇଛି ସେମାନେ ଯାହାକି ଟଙ୍କା ପାଇପାରିବେ। ଆପଣଙ୍କର ବାକି ଯାହା ରିଜନ୍ ଥିଲେ ମଧ୍ୟ ଆପଣଙ୍କର ଇ-83 କମ୍ପ୍ଲିଟ୍ ତା ସହିତ ବାୟୋମେଟ୍ରିକ୍ ଆପଣଙ୍କର ଯଦି ରହିଛି, ଆପଣଙ୍କର ଇ-83 ପ୍ରକାରରେ ଯଦି ବାୟୋମେଟ୍ରିକ୍ ରହିଛି ଏବଂ ଆପଣଙ୍କର ଇ-83 ଯଦି କମ୍ପ୍ଲିଟ୍ ହୋଇସାରିଛି ଏବଂ ଆପଣଙ୍କର ସ୍ଥିତିରେ ଏପ୍ରୁଭ୍ ଥିଲେ ମଧ୍ୟ ଆପଣ ଟଙ୍କା ପାଇପାରିବେ, ଆପଣଙ୍କର ପେଣ୍ଡିଂ ଥିଲେ ମଧ୍ୟ ଟଙ୍କା ପାଇପାରିବେ, ଆପଣଙ୍କର ଅଣ୍ଡର ପ୍ରୋସେସ୍ ଶୋ କରୁଥିଲେ ମଧ୍ୟ ଟଙ୍କା ପାଇପାରିବେ। କାହିଁକିନା କିଛି ହିତାଧିକାରୀଙ୍କର ଆପଣଙ୍କର ଯେଉଁ ଷ୍ଟାଟସ୍ ରହିଛି ସେ ଷ୍ଟାଟସ୍ଟି ଅପଡେଟ୍ ହେଇଛି, ସେଥିପାଇଁ କିଛି ଲୋକଙ୍କର ଏପ୍ରୁଭ୍ ମଧ୍ୟ ଶୋ କରୁଛି ଏବଂ କିଛି ଲୋକଙ୍କର ଏପର୍ଯ୍ୟନ୍ତ ଷ୍ଟାଟସ୍ଟି ଅପଡେଟ୍ ହେଇନାହିଁ। ଯେଉଁମାନଙ୍କର ଡକୁମେଣ୍ଟଟି ସବୁକିଛି ଠିକ୍ଠାକ୍ ଅଛି ତଥାପି ସେମାନଙ୍କର ଯାହାକି ଏବେ ଆପଣଙ୍କର ଷ୍ଟାଟସ୍ଟି ଅପଡେଟ୍ ହେଇନାହିଁ। ସେଥିପାଇଁ ଆପଣଙ୍କର ଯେଉଁ ଷ୍ଟାଟସ୍ ରହିଛି ସେ ଷ୍ଟାଟସ୍ରେ ପେଣ୍ଡିଂ କିମ୍ବା ଆପଣଙ୍କର ଅଣ୍ଡର ପ୍ରୋସେସ୍ ଯାହାକି ଶୋ କରୁଛି। ତେବେ ଆପଣମାନେ କନଫର୍ମ ହୋଇଗଲେ ଯେ ଆପଣଙ୍କର ଇ-83 ସ୍ଥିତିରେ କମ୍ପ୍ଲିଟ୍ ରହିଛି, ତା ସହିତ ଇ-83 ପ୍ରକାରର ଯଦି ଆପଣଙ୍କର ବାୟୋମେଟ୍ରିକ୍ ଅଛି ଏବଂ ଆପଣଙ୍କର ଯଦି ଖାରଜ ଗୁଡ଼ିକରେ ନାଁ ଲେଖା ହେଇଛି ଏନେ ଆପଣଙ୍କର ଯଦି ରହିଛି ତାହେଲେ ଆପଣ 100% ଟଙ୍କା ପାଇପାରିବେ। ଯେଉଁମାନେ ନୂଆ ଆବେଦନ କରୁଛନ୍ତି ତା ସହିତ ଯେଉଁମାନେ ସଂଶୋଧନ କରୁଛନ୍ତି ସମସ୍ତଙ୍କୁ ଯାହାକି ଟଙ୍କା ମିଳିବାର ଚାନ୍ସ ରହିଛି। ଏମାନେ ହିଁ ଏହି କିସ୍ତିରେ ଟଙ୍କାଟି ପାଇପାରିବେ। ଏହା ସହିତ ଆଉ ଗୋଟେ ଜିନିଷ ମଧ୍ୟ ଆପଣମାନେ ଯାହାକି ସମସ୍ତେ ଚେକ୍ କରିନେବେ, ଆପଣଙ୍କର ଯେଉଁ ଆଧାର କାର୍ଡ଼ ରହିଛି ସେଇ ଆଧାର କାର୍ଡ଼ଟି ବ୍ୟାଙ୍କ ଆକାଉଣ୍ଟରେ ଲିଙ୍କ୍ ଅଛି କି ନାହିଁ। ମେନଲି ଏଇଟା ଆପଣଙ୍କର ସବୁଠାରୁ ବଡ଼ କଥା ରହିଛି ଯେ ଆପଣଙ୍କର ଯଦି ଆଧାର କାର୍ଡ଼ଟି ବ୍ୟାଙ୍କ ଆକାଉଣ୍ଟରେ ଲିଙ୍କ୍ ନଥିବ ତାହେଲେ ଆପଣ ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ପାଇପାରିବେ ନାହିଁ। ସେଥିପାଇଁ ସେଇ ଷ୍ଟାଟସ୍ଟିକୁ ମଧ୍ୟ ଆପଣମାନେ ଯାହାକି ଚେକ୍ କରିନେବେ। ଚେକ୍ କରିଦେଲା ପରେ ଆପଣଙ୍କର ଯଦି ଆକ୍ଟିଭ୍ ରହିଛି ଏବଂ ଆପଣଙ୍କର ଏ ଯେଉଁ ଷ୍ଟାଟସ୍ ରହିଛି ଷ୍ଟାଟସ୍ରେ ଯଦି ସବୁକିଛି ଠିକ୍ ରହିଛି ତାହେଲେ 100% ଏହି କିସ୍ତିରେ ଆପଣମାନେ ହିଁ ଟଙ୍କା
पाइपर आप जदि नुआ होइथिबे ताले एई किस्त रे 5000 पाइबे जो माने पूर्वरु आपणकर टंका गोटे किंबा दुईटी किस्त रे टंका पाइचंती ताले से तांकर जेते भी टंका पेंडिंग रही जाइए जितना भी किस्त टंका पेंडिंग रही जाइए सेतिकी टंका जहाँकि से पाइपर अर्थात आपंकर 10,000 एवं 15,000 टंका से पाइपर बोली सूचना रही